ଆମମାନଙ୍କର ଅତି ପ୍ରିୟ ଖାଦ୍ୟ ହେଉଛି ଦହି। ଏହାକୁ ଖାଇଲା ବେଳେ ଅନେକ ସାବଧାନତା ଅବଲମ୍ବନ କରିବାକୁ ପଡ଼ିଥାଏ, ନଚେତ୍ ଶରୀର ଉପରେ ଏହାର କ୍ଷତିକାରୀ ପ୍ରଭାବ ପଡ଼ିଥାଏ। କୋଉ ଦହି ସବୁଠାରୁ ଭଲ, କେଉଁମାନେ ଦହି ଖାଇବେ କେଉଁମାନେ ଖାଇବେ ନାହିଁ, କେମିତି ଖାଇଲେ ଏହାର କ୍ଷତିକାରୀ ପ୍ରଭାବ ପଡ଼ିବ ନାହିଁ, ଦହି ସହ କ'ଣ ଖାଇବେ ଏବଂ ନ ଖାଇବେ, ଏ ସବୁ ସନ୍ଦେହ ଆଜି ଦୂର କରିବି। ସୁସ୍ଥ ଜୀବନ ଓଡ଼ିଶା ଚ୍ୟାନେଲରେ ଆପଣମାନଙ୍କୁ ସ୍ୱାଗତ। ଚ୍ୟାନେଲଟିକୁ ସବସ୍କ୍ରାଇବ କରିବା ପାଇଁ ଅନୁରୋଧ। ଆସନ୍ତୁ ଆଗକୁ ବଢ଼ିବା ଏବଂ ଦହି ବିଷୟରେ ଭଲ ଭାବରେ ଜାଣିବା। ଆୟୁର୍ବେଦରେ ଚରକ ସଂହିତାରେ ଦହିକୁ ମାଙ୍ଗଲ୍ୟ ବା ଶୁଭ ବୋଲି ବର୍ଣ୍ଣନା କରାଯାଇଅଛି। ଏହା ରୁଚିକର, ଏହା ଖାଦ୍ୟର ସ୍ୱାଦ ତଥା ପାଚନ ଅଗ୍ନିକୁ ବଢ଼ାଇଥାଏ। ଖାଦ୍ୟକୁ ଦେହରେ ଲଗାଇବାରେ ଏହା ସାହାଯ୍ୟ କରେ, କାରଣ ଏହା ପ୍ରୋବାୟୋଟିକ୍ ପରି କାମ କରେ। ଏଥିରେ ଭିଟାମିନ୍ ଏ, ବି, B12, ଭିଟାମିନ୍ ସି ତଥା ସୋଡ଼ିୟମ୍, ପୋଟାସିୟମ୍, କ୍ୟାଲସିୟମ୍, ମ୍ୟାଗ୍ନେସିୟମ୍ ଆଦି ଥାଏ। ଏହା ଶରୀରକୁ ସ୍ନିଗ୍ଧତା ବା ଚିକ୍କଣତା ପ୍ରଦାନ କରେ। ଏହା ବଳବୀର୍ଯ୍ୟ ବର୍ଦ୍ଧକ ଅଟେ। ଯେଉଁମାନେ ବାତପ୍ରଧାନ ବ୍ୟକ୍ତି, ଯେଉଁମାନଙ୍କର ଶରୀର ପତଳା, ରୁକ୍ଷ ବା ଶୁଷ୍କ ବା ଅଧିକ ଡ୍ରାଏ ରହିଥାଏ, ସେମାନଙ୍କ ପାଇଁ ଦହି ଉତ୍ତମ ଅଟେ। ଏହା ଅମ୍ଳ ରସଯୁକ୍ତ ଏବଂ ଉଷ୍ଣ ପ୍ରକୃତିର। ସାଧାରଣତଃ ଅନେକଙ୍କ ମନରେ ଧାରଣା ଥାଏ ଯେ ଖରାଦିନେ ଦହି ପାଣି ପିଇଲେ ଶରୀର ଥଣ୍ଡା ରହେ। ଏହା ମିଥ୍ୟା ଧାରଣା। ଦହି ଉଷ୍ଣ ପ୍ରକୃତିର ହୋଇଥିବାରୁ ପେଟରେ ଅମ୍ଳତ୍ୱ ବଢ଼ାଇଥାଏ, pHକୁ କମାଇଥାଏ ଏବଂ ଶରୀରକୁ ଗରମ ରଖିଥାଏ। ପିତ୍ତ ଏବଂ କଫ ପ୍ରଦାନ ବ୍ୟକ୍ତି ଦହି ବା ଘୋଳ ଦହି ଅର୍ଥାତ୍ ଲହୁଣୀ ନଥିବା ଘୋଳ ଦହି ଅଳ୍ପ ପରିମାଣରେ ଅଳ୍ପ ଦିନ ପାଇଁ ଖାଇପାରିବେ। ଯେଉଁ ଦହି ସଠିକ୍ ଭାବରେ ଜମିଯାଇଛି, ଖଟା ହୋଇନାହିଁ, ବହୁତ କମ୍ ଖଟା ଓ ହାଲକା ମିଠା ଲାଗୁଛି, ସେହିଭଳି ଦହିକୁ ଶାସ୍ତ୍ରରେ ସ୍ୱାଦୁ ଦହି କୁହାଯାଇଥାଏ। ଏହା ଶରୀର ପାଇଁ ଅତ୍ୟନ୍ତ ଉପକାରୀ ଅଟେ। ଆସନ୍ତୁ ଜାଣିବା ଆମ ପାଇଁ କେଉଁ ଦହି ସବୁଠାରୁ ଭଲ। ଆମ ଆଖପାଖରେ 4 ପ୍ରକାରର ଦହି ମିଳିଥାଏ। ଗାଈ କ୍ଷୀରରୁ ତିଆରି ଦହି ସବୁଠାରୁ ଶ୍ରେଷ୍ଠ। ଏହା ଶରୀର ଓ ବିଶେଷ କରି ହୃଦ ପାଇଁ ଭଲ ଅଟେ। ଏହା ବିଭିନ୍ନ ପ୍ରକାରର ହେଇପାରେ, ବିଭିନ୍ନ ପ୍ରଜାତିର, ଦେଶୀ ବା ଓଡ଼ିଆ ବା ବିଦେଶୀ ଗାଈର ହେଇପାରେ। ସବୁଠାରୁ ଭଲ ଦହି ଗୋଟିଏ ପ୍ରଜାତିର ଗାଈର କ୍ଷୀରର ତିଆରି ହୋଇଥିବା ଦହି। ଏହା ବସା ଦହି ହେଇପାରେ, ଘୋଳ ଦହି ହେଇପାରେ, ମଠା ବା ଛାଞ୍ଚ ହୋଇପାରେ। ମଇଁଷି ଦହି ଅତ୍ୟଧିକ ଚିକ୍କଣ ହେତୁ କେବଳ ଦୁର୍ବଳ ବ୍ୟକ୍ତିଙ୍କ ପାଇଁ ଓ ଆଖଡ଼ାଶାଳରେ ବ୍ୟାୟାମ କରୁଥିବା ବ୍ୟକ୍ତିଙ୍କ ପାଇଁ ଉପଯୋଗୀ ଅଟେ, କିନ୍ତୁ ଏହା ଚର୍ବି ବଢ଼ାଇଥାଏ ଓ ରକ୍ତ ପାଇଁ ମଇଁଷି ଦହି ଭଲ ନୁହେଁ। ଛେଳି କ୍ଷୀରର ଦହି ବାତ, ପିତ୍ତ ଓ କଫ ସବୁ ପ୍ରକାର ବ୍ୟକ୍ତିଙ୍କ ପାଇଁ ହିତକାରୀ। ଏହା ସହଜରେ ପାଚ୍ୟ ହୋଇଥାଏ। ଯେଉଁ ବ୍ୟକ୍ତିଙ୍କର ଶ୍ୱାସଜନିତ ସମସ୍ୟା ଥିବ, ସେମାନଙ୍କ ପାଇଁ ଏହା ଉତ୍ତମ ଅଟେ। ଚତୁର୍ଥ ପ୍ରକାର ଦହି ହେଉଛି ବଜାରରେ ଉପଲବ୍ଧ ଦହି। ଏହାର ଶୁଦ୍ଧତା ଓ ଗୁଣବତ୍ତା ଆପଣମାନେ ନିଜେ ବିଚାର କରନ୍ତୁ। ନିଜ ଆଖପାଖରେ ଥିବା ଗୋଶାଳାରୁ ଗୋଟିଏ ପ୍ରଜାତିର ଗାଈର କ୍ଷୀର ଆଣି ଘରେ ଦହି ବନାନ୍ତୁ। ତାହା ସବୁଠାରୁ ଭଲ ଏବଂ ସ୍ୱାସ୍ଥ୍ୟକର ହୋଇଥାଏ। ଆସନ୍ତୁ ଦେଖିବା କେଉଁ ସମସ୍ୟାରେ ଦହି ଉପଯୋଗୀ ବା ଦହିର କ'ଣ କ'ଣ ଔଷଧୀୟ ଗୁଣ ରହିଛି। ଏହା ବାତପ୍ରଧାନ ବ୍ୟକ୍ତିଙ୍କ ପାଇଁ ଉତ୍କୃଷ୍ଟ ଅଟେ। ଯେଉଁମାନଙ୍କର ଶରୀର ଶୁଷ୍କ ବା ଶୁଖି ଯାଉଥାଏ, ପତଳା ହୋଇଯାଇଥାନ୍ତି, ମାଂସପେଶୀ, ଲିଭର, ମସ୍ତିଷ୍କ ବା କିଡନୀ ଇତ୍ୟାଦି ସଂକୁଚିତ ହୋଇଯାଇଥାଏ, ସେଭଳି କ୍ଷେତ୍ରରେ ଦହି ଅତ୍ୟନ୍ତ ଲାଭକାରୀ ହୋଇଥାଏ। ଚର୍ମ ଯଦି ଶୁଖି ଯାଉଥାଏ ବା ଡ୍ରାଏ ହୋଇଯାଇଥାଏ ଏବଂ ବିଭିନ୍ନ ପ୍ରକାର ଡ୍ରାଏ ଏକ୍ଜିମା ଭଳି ଚର୍ମ ରୋଗ ହେଉଥାଏ, ତାହେଲେ ଦହିର ବ୍ୟବହାର ଆପଣ ଆଭ୍ୟନ୍ତରୀଣ ଭାବରେ ଏବଂ ବାହ୍ୟ ଉପାୟରେ ମଧ୍ୟ କରିପାରନ୍ତି। ଓଜନ ବଢ଼ାଇବାରେ ଦହି ସାହାଯ୍ୟ କରେ, କାରଣ ଏଥିରେ ଫ୍ୟାଟ୍ ଅଂଶ ରହିଛି। ତେବେ ଯଦି ଆପଣ ଏହାର ଫ୍ୟାଟ୍ ବା ଏଥିରେ ଥିବା ଲହୁଣୀ ଅଂଶକୁ ବାହାର କରି ଘୋଳ ଦହି ଭାବରେ ବ୍ୟବହାର କରନ୍ତି, ତାହେଲେ ଏହା ଓଜନକୁ ନିୟନ୍ତ୍ରିତ ରଖେ। ବାତପ୍ରଧାନ ବ୍ୟକ୍ତିଙ୍କର ଯଦି ନାକରୁ ବାରମ୍ବାର ପତଳା ପାଣି ବାହାରୁଛି ଏବଂ ତାହା କଫଯୁକ୍ତ ହୋଇନଥାଏ, ସେଭଳି କ୍ଷେତ୍ରରେ ଦହି ସହ ଗୋଲମରିଚ ମିଶାଇ ଖାଇପାରନ୍ତି। ପତଳା ବା ପାଣିଆ ଝାଡ଼ା ସମସ୍ୟାରେ ଦହିର ସେବନ ଲାଭ ଦେଇଥାଏ। ଯଦି ଅଧିକ ବାଟ ଅଧିକ ସମୟ ପର୍ଯ୍ୟନ୍ତ ଗାଡ଼ି ଚଲାଉଛନ୍ତି ଏବଂ ଥଣ୍ଡା ପବନ ବାଜି ନାକରୁ ପାଣି ବହୁଛି ଏବଂ ସେଥିରେ କଫ ନାହିଁ ଓ ଜ୍ୱରର ସମ୍ଭାବନା ରହୁଛି,
ତେବେ ଦହି ଖାଇବା ଦ୍ୱାରା ଏହି ସମସ୍ୟା ଦୂର ହୋଇଥାଏ। ଯଦି ଭୋକ ଠିକରେ ଲାଗୁନି, ଦହି ଖାଦ୍ୟ ସହିତ ମିଶାଇ ଖାଆନ୍ତୁ, ଭୋକ ବଢ଼ିଥାଏ। ଏଥିରେ ଲାକ୍ଟୋବାସିଲସ୍ ଥିବାରୁ ଏହା ଉପକାରୀ ଅଣୁଜୀବକୁ ପେଟରେ ବଢ଼ାଇଥାଏ ଏବଂ ଖରାପ ଅଣୁଜୀବଗୁଡ଼ିକର ସଂଖ୍ୟା କମାଇଥାଏ। ବାରମ୍ବାର ଆଣ୍ଟିବାୟୋଟିକ୍ ଖାଇ ଯଦି ପେଟ ସମ୍ପୂର୍ଣ୍ଣ ବିଗିଡ଼ି ଯାଇଛି, ବିଭିନ୍ନ ରୋଗରେ ପଡ଼ି ଆଣ୍ଟିବାୟୋଟିକ୍ ଦୀର୍ଘ ଦିନ ଧରି ଖାଇଛନ୍ତି, ପେଟର ସ୍ୱାସ୍ଥ୍ୟ ଖରାପ ହେଇଯାଇଛି, ପେଟର ସ୍ୱାସ୍ଥ୍ୟ ଏବଂ ପରିବେଶକୁ ପୁଣି ଥରେ ନୂଆ କରି ଗଢ଼ି ତୋଳିବାରେ ଦହି ଲାଭ ଦେଇଥାଏ। ଯଦି ଆପଣ ୟୁରିନାରୀ ଟ୍ରାକ୍ଟ ଇନଫେକ୍ସନ୍ ବା ମୂତ୍ରନଳୀ ସଂକ୍ରମଣରେ ପୀଡ଼ିତ, ତେବେ ଦହିର ସେବନ ଉପାଦେୟ ଅଟେ। ଦୈନିକ ଅଧ ଗିନା ବା 200ରୁ 400 ଗ୍ରାମ ଦହି ଦିନରେ ଥରେ ବା 2 ଥର ସେବନ ଶରୀର ପାଇଁ ହିତକର ଅଟେ। ଏବେ ଆସନ୍ତୁ ଜାଣିବା ଦହି ସହିତ କ'ଣ ମିଶାଇ ଖାଇଲେ ଏହାର ଗୁଣଧର୍ମ ବା ପୋଷକ ତତ୍ତ୍ୱ ଆମ ଶରୀରରେ ଠିକ୍ ଭାବରେ ପହଞ୍ଚିଥାଏ ଏବଂ ଏହାର ସାଇଡ୍ ଇଫେକ୍ଟ ବା ସମ୍ଭାବ୍ୟ କ୍ଷତି କମ୍ ହୋଇଯାଇଥାଏ। ଦହି ସହିତ ଘିଅ କିମ୍ବା ମିଶ୍ରି କିମ୍ବା ମୁଗ ଡାଲି କିମ୍ବା ମହୁ କିମ୍ବା ଅଁଳା ଏସବୁ ଜିନିଷ ଆପଣ ମିଶାଇ ଖାଇପାରିବେ। ଏବେ ଦେଖିବା ଦହି ଖାଇଲା ବେଳେ କେତେଗୁଡ଼ିଏ ସାବଧାନତା ଅବଲମ୍ବନ କରିବାକୁ ପଡ଼ିଥାଏ। ସେଗୁଡ଼ିକ କ'ଣ କ'ଣ? ପ୍ରାକୃତିକ ଉପାୟରେ ଫର୍ମେଣ୍ଟେଡ୍ ହୋଇଥିବା ବା ବସିଥିବା ଦହି ସବୁଠାରୁ ଭଲ। ଦହି ଗରମ କରିକି ଖାଇବେ ନାହିଁ ଏବଂ ରାତ୍ରିରେ ଦହି ଆଦୌ ସେବନ କରିବେ ନାହିଁ। ଠିକରେ ଜମି ନଥିବା ଦହି, ଅଧିକ ଖଟା ଦହି ଖାଆନ୍ତୁ ନାହିଁ। ଦହି ସହିତ କ୍ଷୀର, ମାଛ, ମାଂସ, କାକୁଡ଼ି, ଲାଉ, ଡାଲି ଜାତୀୟ ଖାଦ୍ୟ, ମଦ, ବିରି ବରା, ଲୁଣ ଇତ୍ୟାଦି ମିଶେଇ କେବେ ବି ଖାଇବେ ନାହିଁ। ଏହା ବିରୁଦ୍ଧ ଆହାର ପରି କାମ କରେ। ଅଧିକ ସମୟ ପର୍ଯ୍ୟନ୍ତ 1 ମାସରୁ ଅଧିକ ଦୈନିକ ଦହି ଖାଇବେ ନାହିଁ। ଏସିଡିଟି ବା ଗ୍ୟାସ୍ ସମସ୍ୟା ଥିଲେ ଦହି ଖାଆନ୍ତୁ ନାହିଁ। କେବଳ ବାତଜନିତ ଯଦି ଆଣ୍ଠୁଗଣ୍ଠି ସମସ୍ୟା ହେଇଛି, ସେଭଳି କ୍ଷେତ୍ରରେ ଦହି ଖାଇପାରିବେ। ଅନ୍ୟ କୌଣସି ସମସ୍ୟାରେ ବା ୟୁରିକ୍ ଏସିଡ୍ ଭଳି ସମସ୍ୟାରେ ଯଦି ଆଣ୍ଠୁଗଣ୍ଠି ଦରଜ ହେଇଛି, ଦହି ଖାଆନ୍ତୁ ନାହିଁ। ଶରତ, ବସନ୍ତ ଋତୁ, ଖରାଦିନ ବା ଗ୍ରୀଷ୍ମ ଋତୁରେ ଦହି ଖାଇବା ଉଚିତ ନୁହେଁ। ଶୀତ ଦିନେ ଅଳ୍ପ ପରିମାଣରେ ଦହି ଖାଇପାରିବେ। ଅତ୍ୟଧିକ ଦହି ସେବନ ଶରୀରର ବିଭିନ୍ନ ନଳିକା ବା ଭେସଲ ଗୁଡ଼ିକୁ ବନ୍ଦ କରିଦେଇଥାଏ, କାରଣ ଏହା କଫ ତିଆରି କରିଥାଏ ବା ଚିକଣ ଅଂଶ ବଢ଼ାଇଥାଏ। ହେପାଟାଇଟିସ୍, ଫ୍ୟାଟି ଲିଭର, କିଡନୀ ଷ୍ଟୋନ୍, କୋଲେଷ୍ଟେରଲ ସମସ୍ୟାରେ ପଡ଼ିଥିଲେ ଦହି ବିଲକୁଲ ସେବନ କରନ୍ତୁ ନାହିଁ। ଭଲ ଭାବରେ କହିଛି ଯେ ବାତ ପ୍ରଧାନ ବ୍ୟକ୍ତିଙ୍କ ପାଇଁ ଦହି ମହୌଷଧି ପରି କାମ କରିଥାଏ, କିନ୍ତୁ ପିତ୍ତ ଏବଂ କଫ ପ୍ରଧାନ ବ୍ୟକ୍ତିଙ୍କ ପାଇଁ ଦହି କ୍ଷତିକାରୀ ହୋଇଥାଏ। ସେମାନେ ଅତ୍ୟାବଶ୍ୟକ ସ୍ଥଳେ ଅଳ୍ପ ପରିମାଣରେ ସେବନ କରିପାରିବେ। ଯଦି ଭୁଲ ଋତୁରେ, ଭୁଲ ସମୟରେ ଏବଂ ଭୁଲ ଜିନିଷ ସହିତ ଭୁଲ ବ୍ୟକ୍ତି ଦହି ଖାଆନ୍ତି, ତେବେ କ'ଣ କ'ଣ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ? ସ୍ନାୟୁ ଶିଥିଳତା, ଚର୍ବି ଓ ହୃଦୟ ରୋଗ, ଅମ୍ଳପିତ୍ତ, ଦୁର୍ବଳ ମାନସିକ ଶକ୍ତି, ତୈଳାକ୍ତ ଚର୍ମ, ଚର୍ମରେ କଳା ବା ଲାଲ ଦାଗ ବା ମେଲାଜ୍ମା, ରୂପୀ ସମସ୍ୟା, ରକ୍ତହୀନତା, କଫ ଓ ପିତ୍ତ ଦୋଷ ବୃଦ୍ଧି। ଦହି ପଞ୍ଚାମୃତ ଭିତରୁ ଗୋଟିଏ। ଭଗବାନ ପ୍ରକୃତିରେ ସବୁ ଜିନିଷ ସମସ୍ତଙ୍କ ପାଇଁ ତିଆରି କରିନାହାନ୍ତି। ବାତ, ପିତ୍ତ ଓ କଫ ପ୍ରକୃତି ଅନୁସାରେ ପ୍ରତ୍ୟେକ ଖାଦ୍ୟର ସାତ୍ବିକ, ତାମସିକ ଓ ରାଜସିକ ଗୁଣ ରହିଛି। ଠିକ୍ ଭାବରେ ଖାଇଲେ ଠିକ୍ ଫଳ ମିଳିଥାଏ। ଦହି ବିଷୟରେ ତ ଅନେକ ଗୁଡ଼ିଏ ଜିନିଷ ଆପଣମାନଙ୍କୁ କହିଲି। ଆଶା କରୁଛି ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିଥିବ। ଲାଇକ୍ଟିଏ ନିଶ୍ଚୟ କରିବେ ଏବଂ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବାକୁ ଭୁଲିବେ ନାହିଁ।